ମୋର ପ୍ରିୟ ସାଙ୍ଗମାନେ, ମୁଁ ଆଶା କରୁଛି ଆପଣ ପ୍ରାୟ ବହୁତ ଭଲରେ ଥିବେ। ତ ଦେଖନ୍ତୁ, ବର୍ତ୍ତମାନ ଡାକ ବିଭାଗରେ ବର୍ତ୍ତମାନ ନିଯୁକ୍ତି ସୁଯୋଗଟି ଆସିଛି, ଯାହାକି DDS ତରଫରୁ ବର୍ତ୍ତମାନ ନୋଟିସଟି ଆସିଛି। ତ ବିପିଏମ୍ ଏବଂ ଡାକ ସେବକ ପାଇଁ ବର୍ତ୍ତମାନ ପୋଷ୍ଟ ଭ୍ୟାକେନ୍ସିଟି ଖାଲି ରହିଛି, ଯାହାକି ଡାକ ବିଭାଗରେ। ତ ଯେଉଁମାନେ 10ମ କ୍ଲାସ୍ ପାସ୍ କରିଛନ୍ତି, କେବଳ 10ମ କ୍ଲାସ୍ ପାସ୍ କରିଛନ୍ତି, ସେମାନେ ଏହି ଭ୍ୟାକେନ୍ସିଟିକୁ ଆପ୍ଲାଏ କରିପାରିବେ। ଏଥିରେ କୌଣସି ପରୀକ୍ଷା ହେବ ନାହିଁ। ଏଥିରେ ଆପଣଙ୍କୁ ମାର୍କ ବେସିକ୍ ଦ୍ୱାରା ସିଲେକ୍ସନ୍ କରାଯିବ। ତ ତେବେ ଚାଲନ୍ତୁ ଦେଖିବା ଏହି ଭ୍ୟାକେନ୍ସିର ଡିଟେଲ୍ସ ଆମେ ଜାଣିନେବା। ଏହାର ଏଜ୍ ଲିମିଟ୍ କେତେ ରହୁଛି ଏବଂ ଆବେଦନ କେବେଠାରୁ ଷ୍ଟାର୍ଟ ହେଉଛି ଏବଂ ଲାଷ୍ଟ ଡେଟ୍ଟି କେବେ ରହୁଛି। ତେଣୁ ଆପଣ ଭିଡ଼ିଓକୁ କମ୍ପ୍ଲିଟଲି ଦେଖିନେବେ। ଯଦି ଆପଣ ଏମିତି ଲାଟେଷ୍ଟ ଅପଡେଟ୍ ନୋଟିଫିକେସନ୍ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ମୋ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିନେବେ ଏବଂ ତା ସହିତ ବେଲ୍ ଆଇକନ୍କୁ ମଧ୍ୟ ଆପଣ ଅନ୍ କରିନେବେ। ତ ତେବେ ଚାଲନ୍ତୁ ଦେଖିବା ଏହି ନୋଟିଫିକେସନ୍ ମାଧ୍ୟମରେ ଆମେ ଡିଟେଲ୍ସ ଜାଣିନେବା। ଯେମିତିକି ଦେଖନ୍ତୁ, ଭ୍ୟାକେନ୍ସି ଡିଟେଲ୍ ସମ୍ପର୍କରେ ତ ଟୋଟାଲ୍ ଉପରେ ଭ୍ୟାକେନ୍ସିଟି ରହୁଛି 21,413ଟି ଟୋଟାଲ୍ ପୋଷ୍ଟ ଭ୍ୟାକେନ୍ସିଟି ରହୁଛି। 21,413ଟି ଟୋଟାଲ୍ ପୋଷ୍ଟ ଭ୍ୟାକେନ୍ସିଟି ରହୁଛି। ତ ଦେଖନ୍ତୁ, ଓଡ଼ିଶାରେ ଟୋଟାଲ୍ ଉପରେ ଭ୍ୟାକେନ୍ସିଟି ରହୁଛି। ଆମ ଓଡ଼ିଶାରେ ଦେଖନ୍ତୁ 1101ଟି ଟୋଟାଲ୍ ପୋଷ୍ଟ ଭ୍ୟାକେନ୍ସିଟି ରହୁଛି ଆମ ଓଡ଼ିଶାରେ। ତ ଏହି ଭ୍ୟାକେନ୍ସିଟିକୁ ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ବହୁତ ମେଲ୍ ଫିମେଲ୍ ଉଭୟ ମହିଳା ଏବଂ ପୁରୁଷ ଏହି ଭ୍ୟାକେନ୍ସିଟିକୁ ଆପ୍ଲାଏ କରିପାରିବେ। ତ ସେହିପରି ନେକ୍ସଟ ଆମେ ଦେଖିବା। ତ ନେକ୍ସଟ ଦେଖନ୍ତୁ, ଇମ୍ପୋର୍ଟାଣ୍ଟ ଡେଟ୍ ସମ୍ପର୍କରେ ଆବେଦନ ଷ୍ଟାର୍ଟ ହେଇଛି 10/2/2025ରେ ଏବଂ ଲାଷ୍ଟ ଡେଟ୍ଟି ରହୁଛି 3/3/2025 ଆବେଦନ ଲାଷ୍ଟ ଡେଟ୍ଟି ରହୁଛି। ତ ଦେଖନ୍ତୁ, ଯଦି ଆପଣ ଆବେଦନ ସମୟରେ କୌଣସି ଜାଗାରେ ଆପଣ ଭୁଲ କଲେ, ତାହାକୁ ଆପଣ କରେକ୍ସନ୍ କରିବା ବା ଏଡ଼ିଟ୍ କରିବା ପାଇଁ ଡେଟ୍ ମଧ୍ୟ ଦେଇଛି 6/3/2025ରୁ 8/3/2000 ପର୍ଯ୍ୟନ୍ତ ଆପଣଙ୍କ ଆପ୍ଲିକେସନ୍ ଫର୍ମକୁ ଆପଣ କରେକ୍ସନ୍ କରିପାରିବେ। ସେହିପରି ନେକ୍ସଟ ଦେଖନ୍ତୁ, ସ୍ୟାଲେରୀ। ଯଦି ଆପଣ ସିଲେକ୍ସନ୍ ହେବେ ତ ପାର୍ ମନ୍ଥ ଆପଣଙ୍କର ସ୍ୟାଲେରୀ ରହିବ। ଦେଖନ୍ତୁ, BPM ଯାହାକି ବ୍ରାଞ୍ଚ ପୋଷ୍ଟ ମାଷ୍ଟରରେ ଆପଣଙ୍କ 12,000 ପାର୍ ମନ୍ଥ ଆପଣ ସ୍ୟାଲେରୀ ପାଇପାରିବେ। 12,000ରୁ ଆରମ୍ଭ କରି 29,380 ଟଙ୍କା ପର୍ଯ୍ୟନ୍ତ ଆପଣ ପାର୍ ମନ୍ଥ ଦରମା ପାଇପାରିବେ। ABPM ଯାହାକି ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରହୁଛି ଡାକ ସେବକ ପାଇଁ, ଦେଖନ୍ତୁ 10,000 ଆରମ୍ଭ କରି 24,470 ଟଙ୍କା ପାର୍ ମନ୍ଥ ଆପଣ ଦରମା ପାଇପାରିବେ। ଏହାପରେ ଦେଖନ୍ତୁ, ଏଜ୍ ଲିମିଟ୍। ମିନିମମ୍ ଏଜ୍ ରହୁଛି 18 ଇୟର୍ସ ଏବଂ ମ୍ୟାକ୍ସିମମ୍ ଏଜ୍ଟି ରହୁଛି 40 ଇୟର୍ସ। ଯଦି ଆପଣଙ୍କର 18ରୁ 40 ଇୟର୍ସ ମଧ୍ୟରେ ଆପଣଙ୍କର ଏଜ୍ ରହୁଛି ଏବଂ ଆପଣ ଯଦି 10ମ କ୍ଲାସ୍ ପାସ୍ କରିଛନ୍ତି, ତାହେଲେ ଏହି ଭ୍ୟାକେନ୍ସିଟିକୁ ଆପଣ ଆପ୍ଲାଏ କରିପାରିବେ। ଅନଲାଇନ୍ରେ ଆପଣ ଆପ୍ଲାଏ କରିପାରିବେ ଏହି ଭ୍ୟାକେନ୍ସିଟିକୁ। ତ ଦେଖନ୍ତୁ, ଏ ରିଲାକ୍ସେସନ୍ ମଧ୍ୟ ରହୁଛି। ଯାହାକି ଦେଖନ୍ତୁ, ସିଡ୍ୟୁଲ୍ କାଷ୍ଟ ଯାହାକି SC ST କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ 5 ଇୟର୍ସ ଏ ରିଲାକ୍ସେସନ୍ ରହୁଛି ଏବଂ OBC କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ 3 ଇୟର୍ସ ରହୁଛି ଏବଂ EWS କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ ଏ ରିଲାକ୍ସେସନ୍ ରହୁନି ଏବଂ PWD କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ 10 ଇୟର୍ସ ରହୁଛି ଏବଂ ଦେଖନ୍ତୁ, PWD ପ୍ଲସ୍ OBC କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ 13 ଇୟର୍ସ ଏବଂ PWD SC ST କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ 15 ଇୟର୍ସ ଏଜ୍ ରିଲାକ୍ସେସନ୍ ରହୁଛି। ତ ଏହାପରେ ନେକ୍ସଟ ଦେଖନ୍ତୁ, କ୍ୱାଲିଫିକେସନ୍ ସମ୍ପର୍କରେ। କ୍ୱାଲିଫିକେସନ୍ ତ ମୁଁ ପ୍ରଥମରୁ କହିଲି, କେବଳ 10ମ କ୍ଲାସ୍ ପାସ୍ ରହୁଛି କ୍ୱାଲିଫିକେସନ୍ଟି ଏବଂ ଦେଖନ୍ତୁ, ତା ସହିତ ଆପଣ କମ୍ପ୍ୟୁଟର ସାର୍ଟିଫିକେଟ୍ ଥିବା ଆପଣଙ୍କର ଦରକାର, ଯାହାକି ଆପଣ କମ୍ପ୍ୟୁଟର କରିଥିବା ଦରକାର, କମ୍ପ୍ୟୁଟର କୋର୍ସ ଏବଂ ଦେଖନ୍ତୁ ଆପଣ ସାଇକେଲ ଚଲାଇ ପାରୁଥିବା। ଏହି ନୋଟିଫିକେସନ୍ରେ ସବୁ ଡିଟେଲ୍ସ ଲେଖା ହେଇଛି। ଆପଣ କେମିତି ଭାବରେ ସିଲେକ୍ସନ୍ ହେବେ ତାହା ମଧ୍ୟ ଏଠି ମେନସନ୍ କରାଯାଇଛି। ତ ଆପଣ ଯଦି ଏହି ନୋଟିଫିକେସନ୍ର PDFଟି ଆପଣ ଚାହୁଁଛନ୍ତି, ତାହେଲେ ମୋ ଭିଡ଼ିଓର ଡିସ୍କ୍ରିପ୍ସନ୍ରେ ଏହାର ଲିଙ୍କଟି ଆପଣ ପାଇପାରିବେ। ତ ସେଠି ଯାଇ ଆପଣ ଡାଉନଲୋଡ଼ କରି ଆପଣ ଡିଟେଲ୍ସ ଭାବରେ ଆପଣ ଦେଖିନେବେ। ତ ତେଣୁ ମୁଁ ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓକୁ ଭଲ ଲାଗିଥିବ। ତାହେଲେ ଭିଡ଼ିଓକୁ ଗୋଟେ ଆପଣ ଲାଇକ୍ କରିବେ ଏବଂ ତା ସହିତ ମୋ ଚ୍ୟାନେଲକୁ ମଧ୍ୟ ଆପଣ ସବସ୍କ୍ରାଇବ୍ କରିନେବେ।